କାହିଁକି ଶ୍ରୀକୃଷ୍ଣ ମାତା ଗାନ୍ଧାରୀଙ୍କ ଅଭିଶାପ ଗ୍ରହଣ କଲେ? ସେ ତ ଭଗବାନ ଥିଲେ। ତାଙ୍କୁ ତ ଅତୀତ ଭବିଷ୍ୟତ ଓ ବର୍ତ୍ତମାନ ସବୁର ଜ୍ଞାନ ଥିଲା। ତାପରେ ବି ସେ ତାଙ୍କର ଅଭିଶାପକୁ କ'ଣ ପାଇଁ ସ୍ୱୀକାର କଲେ? ଏମିତି ଗାନ୍ଧାରୀଙ୍କ ଅଭିଶାପକୁ ସେ ଅପେକ୍ଷା କଲେ। ନିଜ ତରଫରୁ କିଛି ବି ସ୍ପଷ୍ଟୀକରଣ ଦେଲେ ନାହିଁ। ମାନିଲେ କି ମାତା ଗାନ୍ଧାରୀଙ୍କ ହୃଦୟରେ ଦୁଃଖ ତାଣ୍ଡବ କରୁଥିଲା। ସେ ତାଙ୍କ 100 ପୁତ୍ରଙ୍କ ମୃତ୍ୟୁର ପୀଡ଼ା ସହିଥିଲେ, କିନ୍ତୁ ଏହାର ମାନେ ସେ ବାସୁଦେବ ଶ୍ରୀକୃଷ୍ଣଙ୍କୁ କୁରୁକ୍ଷେତ୍ର ଭୂମି ଉପରେ ସବୁଠାରୁ ବଡ଼ ଅଧର୍ମ କରିଥିବା ବାଲା ବୋଲି କହିଥିଲେ। ଦଣ୍ଡର ଅଧିକାରୀ ବୋଲି କହିଥିଲେ। ଦଣ୍ଡର ଅଧିକାରୀ ବୋଲି କହି ଅଭିଶାପ ଦେଇଥିଲେ କି ଯେଉଁ ପ୍ରକାର ତାଙ୍କ ବଂଶର ନାଶ ହୋଇଛି, ଠିକ୍ ସେହି ପ୍ରକାର ଭଗବାନ ଶ୍ରୀକୃଷ୍ଣଙ୍କ ଆଖି ସାମ୍ନାରେ ତାଙ୍କ ଯାଦବ ବଂଶର ମଧ୍ୟ ନାଶ ହେବ। ଯେଉଁ ପ୍ରକାର ମୋ ରାଜ୍ୟ ଦୁଃଖରେ ଡୁବି ଯାଇଛି, ସେହିପରି ତୁମ ରାଜ୍ୟ ମଧ୍ୟ ସମୁଦ୍ରରେ ଡୁବିଯିବ। ଏହା କହିଥିଲେ ମାତା ଗାନ୍ଧାରୀ। ତୁମ ସୁନାର ମହଲ ସମୁଦ୍ର ବକ୍ଷରେ ଲୀନ ହୋଇଯିବ, ଆଉ ତୁମେ ମଧ୍ୟ ଏକାକୀ ଜଙ୍ଗଲରେ ଏକ ପଶୁ ଶିକାରୀ ଦ୍ୱାରା ମୃତ୍ୟୁପ୍ରାପ୍ତ ହେବ। ତାଙ୍କ ଅଭିଶାପ ବିଫଳ ହୋଇନଥିଲା, କାରଣ ତାହା ଏକ ମାଆର ହୃଦୟରୁ ବାହାରିଥିଲା। ସମସ୍ତେ ତାଙ୍କୁ କହିଥିଲେ କି ତୁମେ ଏତେ ବଡ଼ ଓ ଭୟାନକ ଅଭିଶାପ କାହିଁକି ଦେଲ? ଅର୍ଜୁନ କହିଲେ, ଆପଣ ପୁରା ବିଶ୍ୱକୁ ଅନାଥ କରିଦେଲେ। କୁନ୍ତୀ କହିଲେ, ଏହି ଅଭିଶାପକୁ ଫେରାଇ ନିଅନ୍ତୁ। ସେତେବେଳେ ଗାନ୍ଧାରୀ ନିଜ ଭୁଲର ଅନୁତାପ ହେଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଏକ ଶିବ ଭକ୍ତିନୀଙ୍କ ମୁଖରୁ ଅଭିଶାପଟି ବାହାରି ସାରିଥିଲା। ବାସୁଦେବ ଶ୍ରୀକୃଷ୍ଣ ବଡ଼ ଆଦରର ସହ ତାଙ୍କ ପାଖକୁ ଗଲେ ଏବଂ କହିଲେ, ମାତା, ଆପଣ କିଛି ବି ଅନୁଚିତ କରିନାହାନ୍ତି। ଯେତେବେଳେ କାହାର ଅଙ୍ଗ କଟୁଥିଲା ବା କାହାର ରକ୍ତ ଝରୁଥିଲା, ସେତେବେଳେ କଷ୍ଟ ମୋତେ ମଧ୍ୟ ହେଉଥିଲା। ଯଦି ବିଜୟର ସୁଖ ମୁଁ ଭୋଗୁଛି ମାତା, ତେବେ ମୁଁ ପରାଜୟର ଦୁଃଖ ମଧ୍ୟ ମୋତେ ହେଉଛି। ମୁଁ ହିଁ ଆପଣଙ୍କର ଶତ୍ରୁ ମାତା। ମୁଁ ହିଁ ଆପଣଙ୍କର ମିତ୍ର ଅଟେ, ଆଉ ମୁଁ ହିଁ ଆପଣଙ୍କର ପୁତ୍ର ବି ଅଟେ। ଆଉ ଜୀବନ ସାରା ମାତାଙ୍କ ଆଶୀର୍ବାଦକୁ ଗ୍ରହଣ କରୁଛି। ଭଗବାନ ହାତ ଯୋଡ଼ି ମାତାଙ୍କ ଅଭିଶାପକୁ ଗ୍ରହଣ କଲେ, ଆଉ କଥା ଦେଲେ ଯେ ଯେତେବେଳେ ସମୟ ଆସିବ ସେ ନିଜର ବଂଶ ନିଜର ସୁଦର୍ଶନ ଚକ୍ର ଦ୍ୱାରା କରିବେ। ସେତେବେଳେ ମାତା ଗାନ୍ଧାରୀଙ୍କୁ ଅନୁଭବ ହେଲା କେମିତି ସେ ଏତେ ବଡ଼ ଭୟାନକ ଅଭିଶାପ ଦେଇଦେଲେ। ସେତେବେଳେ ବାସୁଦେବ ବୁଝାଇଲେ, ଆଶୀର୍ବାଦ କି ଅଭିଶାପ ସବୁ ନିଜର ସମୟ ଉପରେ, ନିଜ ନିଜ ଯୋଜନା ଉପରେ ଆଧାରିତ ମାତା। ତେବେ ଭିଡ଼ିଓଟି କିପରି ଲାଗିଛି ଆପଣମାନେ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁନି। ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଧନ୍ୟବାଦ।